ହ୍ୟାଲୋ ସାଙ୍ଗମାନେ ନମସ୍କାର କେମିତି ଅଛନ୍ତି ଆଜିର ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି ଫ୍ରେଣ୍ଡସ୍ ଆପଣମାନେ ବର୍ତ୍ତମାନ ଜାଣିଥିବେ ସବୁ ଜାଗାରେ ଯଦି ୟୁଟ୍ୟୁବ ଖୋଲିବ ଫେସବୁକ୍ ଖୋଲିବ ସବୁ ଜାଗାରେ କେବଳ ଖାଲି ୟୁଜିସିକୁ ନେଇକି ଗୋଟିଏ ବବାଲ ଚାଲିଛି। ୟୁଜିସିର ନ୍ୟୁ ଗାଇଡ଼ଲାଇନ୍ସକୁ ନେଇକି ବହୁତ ବବାଲ ଚାଲିଛି। ତାକୁ ନେଇକି ବହୁତ ଜାଗାରେ ପ୍ରୋଟେକ୍ଟ ବି ଚାଲିଛି। ଓକେ, ତ ତାକୁ ନେଇକି ଆମେ ଡିସ୍କସ୍ କରିବା। ଆକ୍ଚୁଆଲି ୟୁଜିସିର ନୂଆ ଗାଇଡ଼ଲାଇନ୍ସ କ'ଣ କ'ଣ ହେଇଛି ଆଉ କ'ଣ ପାଇଁ ଏମିତି ଗୋଟେ କଣ୍ଟ୍ରୋଭର୍ସି ଷ୍ଟାର୍ଟ ହେଇଛି। ତ ତା ପୂର୍ବରୁ ମୁଁ ଗୋଟେ କଥା କହିବାକୁ ଚାହୁଁଛି। ଆକ୍ଚୁଆଲି ମୁଁ ଏଠି କାହାକୁ ମାନେ କ'ଣ ଗାଳି କରିବାକୁ କିଛି ଇଣ୍ଟେନସନ୍ ନାହିଁ। ତ ଗୋଟେ ମ୍ୟାଟରଟା ଆସିଛି ତାକୁ ନେଇକି ଡିସ୍କସନ୍ କରିବାକୁ ଚାହୁଁଛି। ଫ୍ରେଣ୍ଡସ୍ ଆପଣମାନେ ଜାଣିଥିବେ ତ ଓମେନ୍ସ ମାନଙ୍କୁ ନେଇକି ଗୋଟେ ପ୍ରୋଟେକ୍ସନ୍ ବିଲ୍ ଅଛି। ଓକେ, ତାଙ୍କୁ ନେଇକି ମାନେ ଓମେନ୍ସ ମାନଙ୍କ ରାଇଟ୍ସକୁ ପ୍ରୋଟେକ୍ସନ୍ କରାହେଉଛି। ଯଦି ସେମାନେ ଯେମିତି ବି ହଉ ମାନେ ତାଙ୍କୁ ପ୍ରୋଟେକ୍ସନ୍ କରାଯାଉଛି। ଓମେନ୍ସ ମାନେ କ'ଣ ପାଇଁ ପ୍ରୋଟେକ୍ଟ କରାଯାଉଛି ନା ସେମାନେ ଦୁର୍ବଳ ଅଛନ୍ତି ସମାଜରେ, ସେଥିପାଇଁ ତାଙ୍କୁ ପ୍ରୋଟେକ୍ସନ୍ କରାଯାଉଛି। ତ ବେଳେବେଳେ କ'ଣ ହେଉଛି ଓମେନ୍ସ ମାନେ ସେ ମହିଳାମାନେ ସେଇ ତାଙ୍କର ଯେଉଁ ପ୍ରୋଟେକ୍ସନ୍ ଲକୁ ମାନେ ଗୋଟେ ଆଡଭାଣ୍ଟେଜ ଉପରେ ନେଇଯାଉଛନ୍ତି। ତ ତାକୁ ନେଇକି ମିସୟୁଜ୍ ବି କରିଦେଉଛନ୍ତି। ଓକେ, ତ ଏମିତି ଜାଗାରେ ମାନେ ମାନେ ଗୋଟେ ସାଧାରଣ ମଣିଷ ମାନେ ପୁଅ ସେ ଜାଗାରେ ଫସି ଯାଉଛି। ତାକୁ ମାନେ ଏତେ ସ୍କୋପ୍ ମିଳିପାରୁନାହିଁ। ଯଦି ସେ ଆକ୍ଟଟି ତାଙ୍କୁ ଲାଗିଗଲା ତ ସେଇ ଜାଗାରେ ସେ ମାନେ ବିନା ଦୋଷୀରେ ବି ସେ ଦୋଷୀ ହେଇଯାଉଛି। ରିସେଣ୍ଟ ଘଟଣା ବି ଜଣେ ଲୋକଟା 20-30 ବର୍ଷ ଜେଲରେ ରହିଲା ପରେ ଜାଣିପାରିଲା ଯେ ସେ ଲୋକର କୌଣସି ବି ଦୋଷ ନାହିଁ। ଆଉ ତାକୁ କ'ଣ ପାଇଁ ମାନେ ଦୋଷ କରାଯାଇଥିଲା ନା ତାକୁ ଡାଉରି କେସ୍ ମାନେ ସେମିତି ଗୋଟେ କେସ୍ କରାଯାଇଥିଲା। ତ ତା ମାନେ ଆମେ କ'ଣ କରିପାରିବା? ଏହାର ମାନେ ଏହା ନୁହେଁ ଯେ ମାନେ ଆକ୍ଚୁଆଲି ଓମେନ୍ସ ମାନେ ପ୍ରତାଡ଼ିତ ହଉନାହାନ୍ତି। ଓମେନ୍ସ ମାନଙ୍କ ପ୍ରୋଟେକ୍ସନ୍ ଦରକାର ନାହିଁ ବୋଲି ଗୋଟେ ଲ ଅଛି। ତାକୁ ନେଇକି କିଛି ଭଲ ଲୋକ ଅଛନ୍ତି ବହୁତ ମାତ୍ରାରେ, କିଛି ଖରାପ ଲୋକ ଅଛନ୍ତି ଆଣ୍ଟି ପାର୍ଲାମେଣ୍ଟ ଲୋକ, କ୍ରିମିନାଲ ଟାଇପ ଲୋକ ମାନେ ଯୋଉମାନେ କି ମାନେ ସୋସାଇଟିର ସେମାନଙ୍କର କିଛି ନେଣା ଦେଣା ନାହିଁ। ସେମାନେ ନିଜର ପ୍ରଫିଟ୍ ଦେଖନ୍ତି ଆଉ ମାନେ ନିଜ ମାନେ ସେମାନେ ଗୋଟେ ଜଣକୁ ଫସେଇବା ଲେଖାରେ ସେଇ ରୁଲକୁ ୟୁଜ କରନ୍ତି। କିନ୍ତୁ ତା ମାନେ ଆମେ କ'ଣ କରିବା? ଆକ୍ଚୁଆଲି ସେଇ ଲଟା ଓମେନ୍ସ ମାନଙ୍କ ପାଇଁ ପ୍ରୋଟେକ୍ସନ ଦିଆଯାଉଛି। ସତରେ ସମାଜରେ ଓମେନ୍ସ ମାନେ ସେମାନେ ମାନେ ମାନେ ବହୁତ ପ୍ରତାଡ଼ିତ ହଉଛନ୍ତି ବୋଲି ଗୋଟେ ଗଭର୍ଣ୍ଣମେଣ୍ଟ ବି ଗୋଟେ ମାନେ ଇଏ କରିପାରିଲା, ବୁଝିପାରିଲା। ସେଥିପାଇଁ ତାଙ୍କୁ ସେଇଟା ଗୋଟେ ପ୍ରୋଟେକ୍ଟ ଦିଆ ହଉଛି। ଓକେ, ତା ଦ୍ୱାରା ବହୁତ ଓମେନ୍ସ ମାନେ ମଧ୍ୟ ବର୍ତ୍ତମାନ ସୁରକ୍ଷିତ ରହିପାରୁଛନ୍ତି, ସେମାନଙ୍କୁ ନ୍ୟାୟ ମିଳିପାରୁଛି। ଓକେ, କହିବାର କାରଣ କ'ଣ ଯେ ଦେଖନ୍ତୁ ବର୍ତ୍ତମାନ ଯେଉଁ ୟୁଜିସିର ଗାଇଡ଼ଲାଇନ୍ ଆସିଛି ଆଉ ସେଇ ଗାଇଡ଼ଲାଇନ୍ସ ଅନୁସାରେ କୌଣସି SC ST OBC ମାନଙ୍କୁ ନେଇକି ଯଦି ଗୋଟେ ୟୁନିଭର୍ସିଟି ମାନଙ୍କରେ ଇନଷ୍ଟିଚ୍ୟୁଟ ମାନଙ୍କରେ ଯଦି ଡିସ୍କ୍ରିମିନେଟ୍ ହେଉଛି ସେମାନଙ୍କ ପାଇଁ କିଛି ଆକ୍ସନ୍ ନିଆହେବ। ଓକେ, ଯେଉଁମାନେ ନେଇଛନ୍ତି ତାଙ୍କ ପ୍ରତି ଡିସ୍କ୍ରିମିନେଟ୍ କରିଛନ୍ତି ସେମାନଙ୍କ ପ୍ରତି ଆକ୍ସନ୍ ନିଆଯିବ ବୋଲି ଗୋଟେ ନୂଆ ଗାଇଡ଼ଲାଇନ୍ ଆସିଛି। ଓକେ, ଆକ୍ଚୁଆଲି ଲୋକ ବି କହୁଛନ୍ତି ଗାଇଡ଼ଲାଇନ୍ସ ଅଲରେଡ଼ି SC ST ଆକ୍ଟ ଆଟ୍ରୋସିଟି ଆକ୍ଟ ଅଛି, ତା ଅନୁସାରେ ତ ଯାଇଥାନ୍ତା ବୋଲି କହୁଛନ୍ତି। କିନ୍ତୁ ଆକ୍ଚୁଆଲି SC ST ଆଟ୍ରୋସିଟି ଆକ୍ଟ ଅଛି ପୁରା ଜେନେରାଲ ପାଇଁ। ଓକେ, ମାନେ ପୁରା ଗୋଟେ ପୁରା ସିଷ୍ଟମକୁ ପୁରା ଯେଉଁ ସମାଜରେ ଯେଉଁ ଯଦି ସେମିତି ଡିସ୍କ୍ରିମିନେଟ୍ ହେଉଛି ତାକୁ ST SC ଆକ୍ଟ ଅନୁସାରେ କରାହେଉଛି। କିନ୍ତୁ ଯେଉଁ କଲେଜ ଆଉ ହାୟର ଇନଷ୍ଟିଚ୍ୟୁଟ ମାନଙ୍କରେ ସେମିତି କିଛି ନଥିଲା, ସେମିତି ଗାଇଡ଼ଲାଇନ୍ ନଥିଲା। ତ ତାକୁ ନେଇକି ମାନେ ସୁପ୍ରିମକୋର୍ଟ କୁହାଯାଇଥିଲା। ସୁପ୍ରିମକୋର୍ଟ ଗଭର୍ଣ୍ଣମେଣ୍ଟ କହିଲା ୟୁଜିସିକୁ ଗୋଟେ ଗାଇଡ଼ଲାଇନ୍ ବନେଇବା ପାଇଁ କୁହାଯାଇଥିଲା। ତ ୟୁଜିସି ସେ ବର୍ତ୍ତମାନ ଗୋଟେ ଗାଇଡ଼ଲାଇନ୍ ବନେଇକି ଦେଇଛି, ଯାହାକୁ ନେଇକି ବର୍ତ୍ତମାନ ପୁରା ବୋବାଲ ଚାଲିଛି। ତ ପ୍ରଥମେ ଆମେ ଯିବା ୟୁଜିସିର ଗାଇଡ଼ଲାଇନ୍ କ'ଣ କ'ଣ ବର୍ତ୍ତମାନ ହେଇଛି ତାକୁ ନେଇକି ଯିବା, ତାପରେ ପୁରା ଡିସ୍କସନ୍ କରିବା। ଓକେ, ତ ପ୍ରଥମେ ଆମେ ଯିବା ଗୋଟେ ଆର୍ଟିକିଲକୁ ଦେଖିବା। ଆମର ଯେଉଁ ଗୋଟେ ଆର୍ଟିକିଲ ଯିବା, ପ୍ରଥମେ ତାର ନୂଆ ଗାଇଡ଼ଲାଇନ୍ କ'ଣ ଅଛି ତାକୁ ଦେଖିବା। ଓକେ, ୟୁଜିସିର ଗୋଟେ ନୂଆ ଇଏଟା ଅଛି, ଏଇଟା ଦୃଷ୍ଟି IAS ର ଗୋଟେ ଆର୍ଟିକିଲ ଅଛି, ୟୁଜିସି ନ୍ୟୁ ରୁଲ୍ସ ଏଗେନ୍ଷ୍ଟ କାଷ୍ଟ ଡିସ୍କ୍ରିମିନେସନ। ଓକେ, ତ ଆପଣମାନେ ଜାଣିଛନ୍ତି ୟୁଜିସି କ'ଣ? ୟୁନିଭର୍ସିଟି ଗ୍ରାଣ୍ଟ କମିଶନ, ଯିଏକି ୟୁନିଭର୍ସିଟି ମାନଙ୍କୁ ସିଏ କଣ୍ଟ୍ରୋଲ କରୁଛି। ଓକେ, କଣ୍ଟ୍ରୋଲ କରୁଛି। ତ ବର୍ତ୍ତମାନ କ'ଣ କରୁଛି ୟୁଜିସି ଗୋଟେ ତାର ନୋଟିଫାଏ କରିଛି ଯେ କ'ଣ ପ୍ରମୋଶନ ଅଫ ଇକ୍ୱିଟି ଇନ୍ ହାୟର ଏଜୁକେସନ ଇନଷ୍ଟିଚ୍ୟୁଟ ରେଗୁଲେସନ 2026। ଓକେ, ତ ଆଇମ୍ ଟୁ ଟେକଲିଂ କାଷ୍ଟ ବେସ୍ଡ ଡିସ୍କ୍ରିମିନେସନ ଇନ୍ ହାୟର ଏଜୁକେସନ ଇନଷ୍ଟିଚ୍ୟୁଟ। ଦେଖନ୍ତୁ ସାଙ୍ଗମାନେ, ଗୋଟେ ହାୟର ଏଜୁକେସନ ଇନଷ୍ଟିଚ୍ୟୁଟରେ ସେମାନେ ପିଲାମାନେ ବିଭିନ୍ନ ପ୍ରକାର ରିସର୍ଚ୍ଚ କରିବାକୁ ଯାଉଛନ୍ତି, ପଢିବା ପାଇଁ ଯାଉଛନ୍ତି, କେମିତି ଗୋଟେ ମାନେ ନେସନକୁ ଗୋଟେ କି ପ୍ରକାର ବିଲ୍ଡ କରିବେ, ମାନେ ଗୋଟେ ଆଡଭାନ୍ସ ଗୋଟେ ଟେକ୍ନୋଲୋଜି ଏମିତି ଗୋଟେ କେମିତି ବନେଇବା ତାକୁ ନେଇକି ସେଠି ପିଲାମାନେ ଯାଆନ୍ତି। କିନ୍ତୁ ସେଇ ଜାଗାରେ ଯଦି ଗୋଟେ ପିଲାକୁ ଡିସ୍କ୍ରିମିନେଟ୍ କରାଯିବ, ହାରାସ କରାଯିବ,
ତ ସେଇ ଜାଗାରେ ସେ ପିଲାର କଣ ଥିବ, ତାର ଗୋଟେ ଏଇମ୍ ଗୋଟେ ଅଲଗା ଥିବ, ସେଠି ଯାଇକି ସେ ଡିପ୍ରେସ ହବ। ଏମିତି କି ବହୁତ ସୁଇସାଇଡ କେସ୍ ମଧ୍ୟ ଆସିଯାଇଛି। ତାହାକୁ ଆଖି ଆଗରେ ରଖିକି ଏଇ ୟୁଜିସି ଗାଇଡଲାଇନ ଅଣାଯାଇଛି। ଓକେ, ତ କଣ କଣ ପ୍ରୋଭିଜନ ଅଛି ସେଠି ଦେଖିବା ତାକୁ ନେଇକି। ତ ପ୍ରୋଭିଜନ କଣ ଅଛି? ବ୍ରଡ କଭରେଜ ଅଫ caste based discrimination, ମାନେ କଣ କଣ ନିଆ ହେଇଛି ସେଠି। ଓକେ, ତ ରେଗୁଲେସନ ଡିଫାଇନ caste based discrimination as any unfair biased treatment against scheduled caste, scheduled tribe and other backward classes. There be explicitly extended legal promotion to OBC and correction a major omission in the earlier draft farmer। जो ପୂର୍ବରୁ ଯୋଉ ଇଏ ଥିଲା, ସେ ପୂର୍ବରୁ ଯୋଉ ମାନେ ରେଗୁଲେସନ ଥିଲା, ତା ସେ ଜାଗାରେ ଓବିସି ବୋଧେ ଆଡ୍ କରାହେଇ ନଥିଲା। ବର୍ତ୍ତମାନ ତାକୁ ଓବିସି କି ମଧ୍ୟ ଆଡ୍ କରାଯାଇଛି ପୁରା ବ୍ରଡ ସେନ୍ସରେ। ତ ତାକୁ ନେଇକି ବର୍ତ୍ତମାନ ବହୁତ ବବାଲ ଚାଲିଛି। ଦେଖିବା ତାର ଡେଫିନେସନ ଟା କଣ ଅଛି। ଓକେ, ତ ଡେଫିନେସନ ଟା କଣ ଅଛି? ଡିସ୍କ୍ରିମିନେସନ ମାନେ ଏକ୍ସପାଣ୍ଡ ଡେଫିନେସନ ଅଫ ଡିସ୍କ୍ରିମିନେସନ। ତ ତାର ତ ଡିସ୍କ୍ରିମିନେସନ ର କଣ ମାନେ କଣ କଣ ହେଇପାରେ, କାହାକୁ କହିଲେ ସେ ଡିସ୍କ୍ରିମିନେସନ କୁହାଯାଏ। ତ ସେଠି କଣ ଅଛି? ଡିସ୍କ୍ରିମିନେସନ ଇଜ ଡିଫାଇନ୍ଡ ଏନି unfair, biased or differential treatment, either explicit or implicit, grounds such as caste, religion, race, gender, place of birth or disability, including arts, empire, equality, education, violate human dignity। ତେଣୁ କଣ ହଉଛି ମାନେ ଯୋଉ ପ୍ରକାର ବି ମାନେ ଇଏ ଡିସ୍କ୍ରିମିନେଟ ହଉ, ଯେମିତି ବେଳେ ବେଳେ କଣ ହଉଛି ନା ଆମର ଯୋଉ ରିଜର୍ଭ କାଟାଗୋରୀ ପିଲାମାନେ କଣ ହଉଛି ମାନେ କମ ତାଙ୍କର କଟଅଫ ଯାଉଛି, କଟଅଫରେ ସେମାନେ ସେ ଭଲ ଇନଷ୍ଟିଚ୍ୟୁଟରେ ପାଇ ପାରୁଛନ୍ତି, କିନ୍ତୁ ତାକୁ ନେଇକି ସେମାନେ ମଜା କରନ୍ତି ତୁ ରିଜର୍ଭ କାଟାଗୋରୀରୁ ଆସିଛୁ। ଏମିତି ତାକୁ ମଧ୍ୟ କଣ ମାନେ କୋଉ ଇଣ୍ଟେନସନରେ କହୁଛନ୍ତି ସେଇଟା କିଛି ମାନେ ନା। ଯଦି ତାକୁ ଯଦି ଯୋଉ ପିଲାକୁ କୁହାଯାଉଛି ସେ ଯଦି ତାକୁ ନେଇକି ଖରାପ ବୁଝିଲା, ତ ସେଇଟା ବି ଗୋଟେ ଡିସ୍କ୍ରିମିନେସନ କୁହାଯିବ ବୋଲି ଏଠି ଲେଖା ହେଇଛି। ଓକେ, ତ ତା ଅଣ୍ଡରରେ କଣ କଣ କରାହେଇପାରିବ? ତ ତା ଅଣ୍ଡରରେ କଣ କରାଯାଇଛି ନା ମଣ୍ଡାଟୋରୀ ଇକ୍ୱାଲ ଅପରଚୁନିଟି ସେଣ୍ଟର୍ସ, ମାନେ ଯୋଉ ହାୟର ଇନଷ୍ଟିଚ୍ୟୁଟ ମାନଙ୍କରେ ଆ ପାଇଁ ଗୋଟେ ମାନେ ସେଣ୍ଟର ଖୋଲା ହେବ, ଯାହାକୁ କୁହାହଉଛି ନା ଇକ୍ୱାଲ ଅପରଚୁନିଟି ସେଣ୍ଟର ଖୋଲା ହେବ। ଆଉ ସବୁ ସବୁ ହାୟର ଏଜୁକେସନ ଇନଷ୍ଟିଚ୍ୟୁଟ ମାନଙ୍କରେ ଆକୁ ଇଷ୍ଟାବ୍ଲିଶ କରାହେବ। ଓକେ, ତ ସିଏ କଣ କରିବ? ସେ ମାନେ ଡିସ୍କ୍ରିମିନେସନକୁ କେମିତି ଇରାଡିକେଟ କରିବ ତା ଉପରେ ସେ କାମ କରିବ। ଇଚ୍ ଇନଷ୍ଟିଚ୍ୟୁସନ ମଷ୍ଟ ଫର୍ମ ଇକ୍ୱିଟି କମିଟି ଅଣ୍ଡର ଦ ଇଓସି। ଓକେ, ଇକ୍ୱାଲ ଅପରଚୁନିଟି ସେଣ୍ଟର। ତା ଅଣ୍ଡରରେ ଇକ୍ୱିଟି କମିଟି ବନେଇବ। ଆଉ ସେଠି କିଏ କିଏ ହେଡ୍ ରହିବ ନା ସେଇ ଇନଷ୍ଟିଚ୍ୟୁଟରେ ହେଡ୍ ରହିବ, ତା ସହିତ ରିପ୍ରେଜେଣ୍ଟେସନ ଅଫ ଫ୍ରମ SC ST OBC ଏବଂ ପର୍ସନ ୱିଥ ଡିସାବିଲିଟି ଆଣ୍ଡ ଓମେନ୍ସ, ଏମାନେ ସମସ୍ତେ ସେଠି ରହିବେ। ଓକେ, ତ କଣ ହଉଛି ଯଦି ସେମାନେ ଯଦି ଏମିତି କରିବେନି, ଯଦି ସେମିତି କମିଟି ନ ବନେଇବେ, ତ କଣ ହବ ନା ଇଓସି ମଷ୍ଟ ସରି ତାପରେ କଣ ଅଛି ନା ଯୋଉ ଇଓସି ଯୋଉ ଇକ୍ୱାଲ ଅପରଚୁନିଟି ସେଣ୍ଟର ପ୍ରତିବର୍ଷ କଣ ଦିଟା ରିପୋର୍ଟ ସବମିଟ କରିବ। ଓକେ, while institutions are the required to fill annual report on the ମାନେ କଣ ସେଇ ଯୋଉ ଇଓସି ଗୁଡାକ ବର୍ଷକୁ ଦିଟା ରିପୋର୍ଟ କରିବ, ଆଉ ଇନଷ୍ଟିଚ୍ୟୁସନ ଗୁଡାକ ମାନେ ୟୁଜିସି କୁ ଆନୁଆଲି ରିପୋର୍ଟ କରିବ ବୋଲି କୁହାଯାଉଛି। ଓକେ, ତା ରେଗୁଲେସନ ପ୍ଲେସ୍ କ୍ଲିୟର ଡ୍ୟୁଟି ଅନ୍ ଇନଷ୍ଟିଚ୍ୟୁଟ ଟୁ ଇରାଡିକେଟ ଡିସ୍କ୍ରିମିନେସନ and promote equity with the head of the institution made directly responsible for effective implementation of compliance। ମାନେ ଆହାର ମୁଖ୍ୟ ଉଦ୍ଦେଶ୍ୟ କଣ ହଉଛି ନା ମାନେ ଇକ୍ୱାଲିଟି, ସମସ୍ତଙ୍କ ପାଖରେ ଇକ୍ୱାଲିଟି ପ୍ରମୋଟ କରାଯାଉ, ଡିସ୍କ୍ରିମିନେସନ ପୁରା ଇରାଡିକେଟ କରାଯାଉ ବୋଲିକି ଏଠି ମେନସନ କରାଯାଉଛି। ତ ଏହା ପାଇଁ କଣ କୁହାଯାଉଛି ନା ନ୍ୟାସନାଲ ଲେଭେଲ ଗୋଟେ ମନିଟରିଂ ମେକାନିଜମ ୟୁଜିସି ଇଷ୍ଟାବ୍ଲିଶ କରିବ। ଓକେ, ନ୍ୟାସନାଲ ମନିଟରିଂ କମିଟି comprise representatives from the statutory bodies and civil society and oversee implementation or review compliance suggestive preventive measures meeting at least twice a year। ମାନେ ସେ ଦିଥର ଗୋଟେ ମିଟିଂ ଆୟୋଜନ କରିବ, କିଏ ନା ନ୍ୟାସନାଲ ଲେଭେଲ ମନିଟରିଂ ମେକାନିଜମ। ଓକେ, ଆଉ ଯଦି ଯୋଉମାନେ ଯଦି ଆକୁ କଲେନି ସେମାନଙ୍କ ପାଇଁ ପେନାଲ୍ଟି ଅଛି। ଓକେ, institution violating the regulation may face debarment from UGC scheme, prohibition of offering degree, distance and online programs, or even removal of UGC recognition, making the rule enforceable rather than advisory। ଓକେ, ତାକୁ ଆଡଭାଇଜ ମାନେ ପୁରା ସମସ୍ତେ ଫଲୋ କରିବାକୁ ପଡିବ, ସବୁ ୟୁନିଭର୍ସିଟି ଫଲୋ କରିବାକୁ ପଡିବ ବୋଲି କହିଛି। ଓକେ, ତ ସିଗ୍ନିଫିକେସନ କଣ ମାନେ ଏ ରୁଲ ଟା ଆଣିବା କଣ ପାଇଁ ନିହାତି ଦରକାର ଥିଲା, ତାକୁ ନେଇକି ବର୍ତ୍ତମାନ ସେ କଣ କହିଛି ଦେଖିବା। ଦେ ଷ୍ଟ୍ରେଂଥେନ ଦ ଲିଗାଲ ଆଣ୍ଡ ଇନଷ୍ଟିଟ୍ୟୁସନ ଫ୍ରେମୱାର୍କ ଏଗେନ୍ଷ୍ଟ caste based discrimination in higher education, addressing a serious concern highlighted by the 2019 IIT Delhi study
which found that 75 of the students from historically disadvantaged caste faced discrimination on campus. ଯୋଉମାନେ ଯୋଉ ଭାଇମାନେ ଯୋଉ ବର୍ଗର ବି ହୁଅନ୍ତୁ ଯୋଉମାନେ ଏଇ ଏଇ ଯୋଉ ରୁଲକୁ ଯୋଉ ବିରୋଧ କରୁଛ ତ ପ୍ରଥମେ ଏଇ ଯୋଉ ଇଏଟାକୁ ଷ୍ଟଡିଟାକୁ ଦେଖ 2019ରେ ଆଇଆଇଟି ଦିଲ୍ଲୀ ଷ୍ଟଡି କରିଥିଲା ଯୋଉଠିକି 75% ଅଫ୍ ଷ୍ଟୁଡେଣ୍ଟ ଫ୍ରମ୍ ହିଷ୍ଟୋରିକାଲି ଡିସଆଡଭାଣ୍ଟେଜ କେଷ୍ଟ ମାନେ ଦେଖନ୍ତୁ 75% 100ରୁ 75 ଜଣ ଯୋଉ ଡିସଆଡଭାଣ୍ଟେଜ କେଷ୍ଟର ପିଲାମାନେ ମାନେ କ'ଣ ଡିସ୍କ୍ରିମିନେସନ ଫେସ୍ କରୁଛନ୍ତି କ୍ୟାମ୍ପସରେ ମାନେ ଦେଖନ୍ତୁ ସାଙ୍ଗମାନେ ଯଦି 75% ଯଦି ଡିସ୍କ୍ରିମିନେଟ୍ ଫେସ୍ କରୁଛନ୍ତି ତାକୁ ନେଇକି ଯଦି ୟୁଜିସି ଗାଇଡଲାଇନ୍ ଆସିଛି ତ ଏଇଟା ଠିକ୍ ଅଛି। ଆପଣମାନେ ଯଦି ଏତେ ଡରୁଛନ୍ତି କ'ଣ ପାଇଁ ଡରୁଛନ୍ତି? ଆପଣମାନେ ଯଦି ଗୋଟେ ପିଲାକୁ ଡିସ୍କ୍ରିମିନେଟ୍ କରୁନାହାନ୍ତି କ୍ୟାମ୍ପସରେ ଏତେ ଡରିବାର ବି କିଛି ମାନେ ନାହିଁ। ଦେଖନ୍ତୁ ଆର ଗୋଟେ ଉଦାହରଣ ଗୋଟେ ଥିଲା ଆଇଆଇଟି ମୁମ୍ବାଇରେ ଗୋଟେ ପିଲାଟା ସେମିତି ହିଁ ମାନେ ଡିସ୍କ୍ରିମିନେଟ୍ ହେଇଥିଲା। ଯେତେବେଳେ ସେଠି ଆଇଆଇଟି ମୁମ୍ବାଇରେ ମାନେ ଆଡମିସନ୍ ହେଲା ଆଡମିସନ୍ ପରେ ଯେଉଁ ଇଣ୍ଟରାକ୍ସନ୍ ହୁଏ ସିନିୟର ମାନେ କରନ୍ତି ସେତେବେଳେ କ'ଣ ଅନଅଫିସିଆଲି ସେମାନଙ୍କର ଜେଇ ର୍ୟାଙ୍କସ୍ ମାଗନ୍ତି। ଆଉ ଜେଇ ର୍ୟାଙ୍କସରେ ଯଦି ପିଲା ଜଣେ କୋଟାରେ ଯାଇଥିବ ତା କୋଟାରେ ତ କମ୍ କଟ୍ ଅଫ୍ ମାର୍କ ଯାଏ ତ ତା ଅନୁସାରେ ଯଦି ଯାଇଥିବ ତାକୁ ନେଇକି ପରେ ଡିସ୍କ୍ରିମିନେସନ୍ ଷ୍ଟାର୍ଟ ହେଇଯାଏ ଯାହାକୁ କି ସେ ଷ୍ଟୁଡେଣ୍ଟଟା ଫେସ୍ କରିଥିଲା ଗୋଟେ ଦଳିତ ଷ୍ଟୁଡେଣ୍ଟ। ଆଉ ସେ ମଧ୍ୟ ଆକୁ ନେଇକି ତାଙ୍କ ପ୍ୟାରେଣ୍ଟସ୍କୁ ମଧ୍ୟ କହିଥିଲା ଯେ ମୁଁ ଆକ୍ଚୁଆଲି ସେ ଗୋଟେ ମାନେ 90% ଆଣୁଥିଲା +2 ବେଳେ କିନ୍ତୁ ସେଠି ମାନେ କୌଣସି ବଶତଃ ତାଙ୍କ ର୍ୟାଙ୍କ ବି କମ୍ ଥିଲା ତ ସେ ସେଇ ଜାଗାରେ ଡିସ୍କ୍ରିମିନେଟ୍ ଫେସ୍ କରିକି ଶେଷରେ ସୁଇସାଇଡ୍ ମଧ୍ୟ କରିଦେଇଥିଲା। ତ ଏଇଭଳି କ୍ଷେତ୍ରରେ ଯଦି ୟୁଜିସି ଗାଇଡଲାଇନ୍ ଆଣିଛି ତାହେଲେ ଠିକ୍ କରିଛି। ଆପଣମାନେ ଯଦି ଭୁଲ କରୁନାହାନ୍ତି ଏତେ ବି ଡରିବାର କୌଣସି ନାହିଁ। ଯେଉଁମାନେ ଯଦି ଜେନ୍ୟୁନ୍ ସେମାନଙ୍କୁ ଯଦି ମାନେ ପ୍ରୋଟେକ୍ସନ୍ ଦରକାର ସେମାନେ ନିଶ୍ଚୟ ଏହାକୁ ମିସ୍ୟୁଜ୍ କରିପାରିବେ ନାହିଁ। ସୋ ଆପଣମାନଙ୍କର ମତାମତ କ'ଣ ରହିବ ସାଙ୍ଗମାନେ କମେଣ୍ଟ କରି ନିଶ୍ଚୟ ଜଣାଇବେ। ୟୁଜିସି ଗାଇଡଲାଇନ୍ ଆକ୍ଚୁଆଲି ଠିକ୍ ହେଇଛି ନା ଭୁଲ ହେଇଛି ନିଶ୍ଚୟ ଆପଣମାନଙ୍କ କମେଣ୍ଟ ଜଣାଇଦେବେ। ଓକେ।